ଛୁଆ ନାହାନ୍ତି 9 ଜଣ ଟୋଟାଲ ଆସିଥିଲେ 3 ଜଣ ପଳେଇଲେ। ପଳେଇଲା କେମିତି? ଗୋଟା ପଳେଇଲେ 3 ଜଣ ପଳେଇଲେ। ଫାଟା ଗଲେ ଦେଇକି ଗୋଡ଼ଟା ଖୋଲି ଯାଉଛି ବସିଲା ବେଳକୁ ଓଳେଇକି ଏଇ ଯେଉଁ ଘାଟା ବାହାରିଛି ଗୋଟା ଖୋଲି ଯାଉଛି ଓଳେଇକି ବସିଲା ବେଳକୁ ଘାଟା ଖୋଲିକି ମୋତେ ତାପରେ ଏହା ଖୋଲି ଯାଉଛି ଛୁଆ ପଳେଇଲେ ଛୁଆଙ୍କ ଉପରେ ଅଟକେଇବା ଦାୟିତ୍ୱ କାହାର? ସାରେ ଯେଉଁ ଛୁଆ ପଳେଇଲେ ଛୁଆଙ୍କୁ ଅଟକେଇବା ଦାୟିତ୍ୱ କାହାର? ନା ଛୁଆଙ୍କୁ ଅଟକେଇବା ଦାୟିତ୍ୱ କାହାର? କାହିଁ ଅଟକେଇଲେନି କାହିଁକି? କେଉଁଠିକା ତା ନାଁ ଜାଣିଛନ୍ତି? ଅଭିଯୋଗ ଏହା ଅଛି ଯେ ଆମର ଯେଉଁ ଶିକ୍ଷକ ଅଛନ୍ତି ଏଠି 2 ଜଣ ଶିକ୍ଷକ ଅଛନ୍ତି, ଜଣେ ହେଡ଼ମାଷ୍ଟର ଜଣେ ସହକର୍ମୀ ପ୍ରଦୀପ ଦାସ। ସେ ପ୍ରତ୍ୟେକ ଦିନ ମଦ ପିଇକି ଆସନ୍ତି, କ୍ଲାସ୍ ରୁମ୍କୁ ମଦ ପିଇକି ଆସନ୍ତି। ଆମେ ଅଭିଯୋଗ କରିଛୁ କିନ୍ତୁ ଆମ କୌଣସି ଅଭିଯୋଗ ସେମାନେ ସେ ଶୁଣନ୍ତି ନାହିଁ, ଏ ଜ୍ଞାନ କରନ୍ତି। ଏଠି ଆସି ମଦ ପିଇକି ପୁରା ମାନେ ଆପଣ ଜାଣିପାରିବେନି କି ଭିଡ଼ିଓ ଦେଖିଲେ ଜାଣିପାରିବେ, କହିଲେ ବି ବିଶ୍ୱାସ କରିବେନି ଯେ ଅବସ୍ଥା ମାନେ ଅଧା ଲଙ୍ଗଳା ଅବସ୍ଥାରେ ସେ କ୍ଲାସ୍ ରୁମ୍ରେ ଶୋଇଛନ୍ତି। ପିଲାଙ୍କୁ ଗାଳିଗୁଲଜ କରିଛନ୍ତି ଆଉ ଗୋଡ଼େଇଛନ୍ତି। କ୍ଲାସ୍ ରୁମ୍ରେ ଗୋଟିଏ ପିଲା ନାହାନ୍ତି ଯେ ଆମେ ଆସିକି ଦେଖିଲୁ ଏଇସବୁ ଅସୁବିଧା ହେଇଛି। କିନ୍ତୁ ସରକାର ପାଖରେ ଏତିକି ନିବେଦନ କରୁଛୁ ଏଇଭଳିଆ ଟିଚର ଯେମିତି ଏଠି ନ ରୁହନ୍ତୁ। ଏଇଟା ହେଉଛି ଗୋଟେ ଶିକ୍ଷା ଅନୁଷ୍ଠାନ, ସେ ଶିକ୍ଷା ଅନୁଷ୍ଠାନରେ ପିଲାମାନେ ଶିକ୍ଷା ଗ୍ରହଣ କରନ୍ତି, ଉଚ୍ଚ ଶିକ୍ଷା ହୁଅନ୍ତି। କିନ୍ତୁ ଯଦି ଏଇଭଳିଆ ମଦ ପିଇକି ସେମାନେ ଟିଚରମାନେ ଏଇଭଳିଆ ସବୁ ବ୍ୟବହାର କରିବେ, ପିଲାଙ୍କ ସହିତ ମାଡ଼ପିଟି କରିବାକୁ ଉଦ୍ୟମ କରିବେ, ତାହେଲେ ସେ କେମିତି ହେବ?